7ଟି ସପ୍ତାହର ନାଁ 12ଟି ମାସର ଆଜି ତମମାନେ ଜାଣିବ 6ଟି ଋତୁର ନାମ। କେତେଟା ଋତୁର ନାମ? 6ଟି ଋତୁର ନାମ। ମୁଁ କହିବି ମୋ ସହିତ କହିବ ହେଲା। ଶୁଣ ପ୍ରଥମେ ଗ୍ରୀଷ୍ମ ଋତୁ। ତମ ତାଙ୍କର କୁହ ବର୍ଷା ଋତୁ। ତାପରେ ଶୀତ ଋତୁ, ଶରତ ଋତୁ, ହେମନ୍ତ ଋତୁ, ତାପରେ ବସନ୍ତ ଋତୁ। କେତେଟା ଋତୁ ହେଲା ଆମର? 1 2 3 4 5 6 6ଟା ଋତୁ। ତାହେଲେ ଆମର କେତେଟା ଋତୁ ଅଛି? 6ଟା ହେଲା। ପ୍ରଥମେ ଆମେ ଗ୍ରୀଷ୍ମ ଋତୁ ବିଷୟରେ ଜାଣିବା। ଗ୍ରୀଷ୍ମ ଋତୁ କାହାକୁ କୁହାଯାଏ? ନା ଖରା ଜୋରସୋରେ ଖରା ହେଉଥିବ ହେଲା। ଜୋରସୋରେ ଖରା ହେଉଥିବ ହେଲା। ଜୋରସୋରେ ଖରା ହେଉଥିବ, ଗମ ଗମ ଦେହରୁ ଝାଳ ବହୁଥିବ ହେଲା। ଆମେ ସବୁ ଥଣ୍ଡା ପାଣି, ଆଇସ୍କ୍ରିମ୍, ତରଭୁଜ ଜୁସ୍, ଲସି ଏଗୁଡ଼ା ସବୁ ଆମେ ସେଇ ଦିନରେ ଆମେ ପିଅନ୍ତି ହେଲା। ଆଖୁ ବି ଖାଆନ୍ତି ହେଲା। ଖରା ଦିନେ ଆମର କ'ଣ ହୁଏ? ନା ଆମ୍ବ ପାଚେ, ପଣସ ପାଚେ ହେଲା। ତ ଜାଣିଛ କି ନାଇଁ ସବୁ। ତାପରେ ଆମକୁ କ'ଣ ମିଳେ ଖରା ଦିନେ? ତରଭୁଜ ମିଳେ। ତମେ ସବୁ ତରଭୁଜ କାଟିକି ଖାଅ କି ନାଇଁ? ଆଖୁ ରସ ବି ମିଳେ, ବଢିଆ ଲାଗେ ପିଇବା ପାଇଁ। ଆଉ ତମେ ଯେତେବେଳେ ବାହାରକୁ ଯାଅ ସେତେବେଳେ କ'ଣ ନେଇକି ଯାଅ ସାଥିରେ? ନା କଳା ଚଷମା, ଓଦା ଗାମୁଛା, ଛତା ହେଲା, ଚପଲ ଏଗୁଡ଼ା ସବୁ ତମେ ନେଇକି ଯାଅ। କାହିଁକି ନା ବାହାରେ ବହୁତ ଖରା ହେଉଥିବ। ତମେ ଯଦି ଛତା ନ ନେଇକି ଯିବ ତାହେଲେ ତମ ମୁଣ୍ଡ ବୁଲେଇବ, ତମେ ତଳେ ପଡ଼ିଯିବ ହେଲା। ସେଟାକୁ ଆମେ କୋଉ ରୋଗ କୁହନ୍ତି? ନା ଅଂଶୁଘାତ ରୋଗ ବୋଲି କୁହନ୍ତି। ସେଥିପାଇଁ ଆମେ ଖରାଦିନେ ବାହାରକୁ ବାହାରିଲେ ଛତା ନେଇକି ଯିବା। ଆଉ ଆମେ କ'ଣ କରିବା? ସବୁବେଳେ ORS ପାଣି